ଆପଣ ଜାଣିଛନ୍ତି ହନୁମାନଜୀଙ୍କ ନାଁ ଶୁଣିଲେ ଭୂତ ପିଶାଚ ରାକ୍ଷସ ମାନେ କାହିଁ ଥରନ୍ତି? କଳା ଯାଦୁ ଗୁଣି ଗାରେଡି ତାଙ୍କ ନାଁ ଶୁଣିଲେ କାମ କରେ ନା। ଇତିହାସରେ ଅଛି ଆର କାରଣ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଯେତେବେଳେ ରାବଣର ସାନ ଭାଇ ଅହିରାବଣ, ଯିଏକି କଳା ଯାଦୁ ଆଉ ଗୁଣି ଗାରେଡି ତନ୍ତ୍ର ବିଦ୍ୟାରେ ମାହିର ଥିଲା, ସେ ତା ତନ୍ତ୍ର ବିଦ୍ୟା ଆଉ କଳା ଯାଦୁ ଦ୍ୱାରା ରାମଚନ୍ଦ୍ର ଆଉ ଲକ୍ଷ୍ମଣକୁ ବନ୍ଦୀ କରି ପାତାଳ ଲୋକକୁ ନେଇ ପଳେଇଲା। ହନୁମାନ ଯେତେବେଳେ ସବୁଆଡେ ଖୋଜିଲେ ଆଉ ଯାଇ ପାତାଳ ଲୋକରେ ପହଞ୍ଚିଲେ, ହନୁମାନଙ୍କର ଆଉ ଅହିରାବଣର ବହୁତ ଜୋର ଯୁଦ୍ଧ ହେଲା, କିନ୍ତୁ ଅହିରାବଣ କୌଣସି ମତେ ମରିଲାନି। ତ ହନୁମାନ ଜାଣିବାକୁ ପାଇଲେ ପାଞ୍ଚ ପଟେ ପାଞ୍ଚଟା ଦୀପ ଜଳୁଛି, ଯଦି ସେ ପାଞ୍ଚଟା ଦୀପକୁ ଏକାଥରେ ଲିଭାଯିବ ତାହେଲେ ଅହିରାବଣ ମରିବ। ଆଉ ଭଗବାନ ହନୁମାନ ସେଠି ରୁଦ୍ର ରୂପ ଧାରଣ କରିଥିଲେ, ଆଉ ତାଙ୍କର ପାଞ୍ଚଟା ମୁଖ ବାହାରିଥିଲା, ଆଉ ପଞ୍ଚମୁଖୀ ହନୁମାନ ଯାହା ପୂଜା ପାଉଛନ୍ତି। ସେଇ ଦିନଠୁ ଗୁଣି ଗାରେଡି ଭୂତ ପ୍ରେତ ହନୁମାନଜୀକୁ ଡରନ୍ତି। ହନୁମାନ ଚାଳିଶାରେ କୁହାଯାଇଛି, ଭୂତ ପିଶାଚ ନିକଟ ନେଇ ଆवे, ମହାବୀର ଜବ ନାମ ସୁନାवे। ଜୟ ଜୟ ଶ୍ରୀରାମ, ଜୟ ହନୁମାନ।